ଦେଖନ୍ତୁ ଶ୍ରମିକ ନୁହନ୍ତି ଏମାନେ ଆମର କର୍ମଚାରୀ ସଂଘର ଆଜି ଥିଲା ଯେଉଁମାନେ ପୂର୍ତ୍ତ ବିଭାଗରେ ଅଛନ୍ତି ୱାର୍କଚାର୍ଜ ଅଛନ୍ତି ବା ରେଗୁଲାର ଅଛନ୍ତି ରେଗୁଲାରାଇଜ୍ ହେଇପାରିନାହାନ୍ତି ସମସ୍ତଙ୍କର ଏଇଟା ଗୋଟେ ସମ୍ମିଳନୀ ଥିଲା ତାଙ୍କର ସେ କର୍ମଚାରୀ ସଂଘର ତାଙ୍କର ବିଶେଷ ଭାବରେ ବହୁତ ଗୁଡ଼ିଏ ଦାବି ଯେଉଁ ରହିଛି ନ୍ୟାଯ୍ୟ ଦାବି ସେ ଦାବି ଗୁଡ଼ାକ ଆଜି ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି ଆଉ ନିଶ୍ଚିତ ରୂପେ ସେ ଦାବି ବିଷୟରେ ମୁଁ ବି ଆଗରୁ ଅବଗତ ଅଛି। ଗୋଟିଏ କଥା ସେ ସମ୍ମିଳନୀରେ ଆମେ ଆଲୋଚନା କଲୁ ବିଗତ ଦିନରେ ଯେଉଁ କଥା ଥିଲା ଯେଉଁ ସରକାର ଯେଉଁ ଢଙ୍ଗରେ ଚାଲୁଥିଲା ବିଶେଷ ଭାବରେ ଅଫିସର ରାଜ ଥିଲା ଇଏ ଅଫିସର ରାଜକୁ ଏଇ ବନ୍ଧୁମାନେ ହିଁ ପରିବର୍ତ୍ତନ କରିକି ନୂଆ ସରକାର ଆଣିଲେ ଯାହାର ନେତୃତ୍ୱ ଆମର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଉଛନ୍ତି ଏବଂ ସୁନ୍ଦର ଭାବରେ ସରକାରକୁ ପରିଚାଳନା କରୁଛନ୍ତି 2 ବର୍ଷ ହେବ ସରକାର ଠିକ୍ ଅଛି। ଗୋଟେ ପିଲାଟି ଗୁରୁଣ୍ଡିବା ଅବସ୍ଥା ଅଛି କିନ୍ତୁ ଆକୁ ଆମେ ସମସ୍ତେ ଆଶା ରଖୁଛୁ ଯେ ଦୌଡ଼ୁ ଶୀଘ୍ର ଦୌଡ଼ିବ ଏତେ ଜୋର ଦୌଡ଼ିବ ଯେ ଆପଣମାନେ ବିଶ୍ୱାସ କରିପାରିବେନି କିଭଳି ସଫଳତାର ସହ ପାଦ ଛୁଇଁବ ଇଏ ତାଙ୍କ ନେତୃତ୍ୱରେ ମୋହନ ମାଝୀଙ୍କ ନେତୃତ୍ୱରେ ଆପଣମାନେ ଦେଖିବେ ପର ମୁହୂର୍ତ୍ତରେ 2036ରେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହିଁ ପୂରଣ ହେବ। ସେଇ ଢାଞ୍ଚାରେ ଆଜି ଏ ସରକାର ପରିଚାଳିତ ହେଉଛି ଏବଂ ଲୋକଙ୍କ ସରକାର ଲୋକଙ୍କ କଥା ବୁଝୁଛି ଲୋକଙ୍କ କଥା ଶୁଣୁଛି ବୁଝିବା ଶୁଣିବା ପରେ ଯାଇକି ବହୁତ ଗୁଡ଼ିଏ କଥାକୁ ମଧ୍ୟ କାର୍ଯ୍ୟକାରୀ କରୁଛି ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଯେଉଁ ଆଶା ଭରସା ରହିଛି ରେଗୁଲାରାଇଜ୍ ପାଇଁକି ଯେଉଁ ବହୁତ ଦିନ ଧରିକି ରହିଥିଲେ ସ୍କିମାଟିକ୍ ଟିଚର ଗୁଡ଼ାକ ଆପଣ କେବେ ଆଶା ଭରସା ଥିଲା କି କାହାର 24 ବର୍ଷର ସରକାର ସେ କଥାକୁ ଗଡ଼େଇ ଗଡ଼େଇ ଚାଲିଥିଲା ପୂରଣ କରିପାରୁନଥିଲା ଯେଉଁଭଳି ଅବସ୍ଥାରେ ସେମାନେ ଥିଲେ ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ନେଇକି ରାଜରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ପରିବାର ସମ୍ମୁଖୀନ ହେଉଥିଲେ ଅସୁବିଧା ସେ କଥା ମଧ୍ୟ ସମାଧାନ ହେଲା କିଛି ଦିନ ତଳେ 13,000 ସ୍କିମାଟିକ୍ ଟିଚର ଗୁଡ଼ାକୁ ରେଗୁଲାରାଇଜ୍ କଲା ଇଏ ପ୍ରୋସେସ୍ ଚାଲିଛି ଏବଂ 62,000ରୁ ଉର୍ଦ୍ଧ୍ୱ ଏଭଳି କର୍ମଚାରୀ ସବୁ ବିଭିନ୍ନ କ୍ଷେତ୍ରରେ ଅଛନ୍ତି ଯାହା ମୋ ପାଖରେ ତଥ୍ୟ ଅଛି ଆଉ ଅଧିକା ହେଇପାରେ କି କମ୍ ହେଇପାରେ ମୁଁ କହିପାରିବିନି ଏକ୍ଜାକ୍ଟ କଥା କିନ୍ତୁ ଏଇଭଳିଆ ଯେଉଁମାନେ ଅଛନ୍ତି ପର ମୁହୂର୍ତ୍ତରେ ସମସ୍ତଙ୍କୁ ରେଗୁଲାରାଇଜ୍ କରିବେ ମୋହନ ମାଝୀ ନେତୃତ୍ୱ। ଆମ ରାଜ୍ୟ ଗରିବ ନୁହେଁ କିଛି ଲୋକ କହୁଛନ୍ତି ଆମେ ଗରିବ ରାଜ୍ୟ ଆମ ପାଖରେ ପଇସାର ଅସୁବିଧା ଅଛି ଏଭଳିଆ ମାନସିକତା ରହିବା ଅନୁଚିତ। ଆମେ ବିକଶିତ ଓଡ଼ିଶା ଗଠନ କରିବୁ ଶତବାର୍ଷିକୀ ଆମର ରହିଲା ଯେତେବେଳେ ସ୍ୱତନ୍ତ୍ର ରାଜ୍ୟ ଗଠନର 2036 ହେବ ଆମେ ଯେତେବେଳେ ବିକଶିତ ଆଡ଼ିକି ଯାଉଛେ ଆମେ ଗରିବ କ'ଣ କହୁଛେ ଆମ ପାଖରେ ଜନର ବଳ ଅଛି ଆମ ପାଖରେ କୌଶଳର ବଳ ବି ଅଛି ଆମ ପାଖରେ ସମୁଦ୍ର ତଟ 480 କିଲୋମିଟର ଉର୍ଦ୍ଧ୍ୱ ଅଛି ଆମ ପାଖରେ ଜଙ୍ଗଲ ଜମି ଅଛି ଆମ ପାଖରେ ସବୁ ପ୍ରକାର ଆମର ଇତିହାସ କହୁଛି ଆମର ଖଣି ସମ୍ପଦ ପ୍ରଚୁର ଅଛି ପାଣିର ପ୍ରଚୁର କଥା ଅଛି ଆମେ ବିକଶିତ ଆଡ଼ିକି ଯାଉଛେ ଯେତେବେଳେ ଆମେ ଗରିବ କ'ଣ ତେଣୁ ଏଇ ଉଦାହରଣ ସ୍ୱରୂପ ଆପଣ ଦେଖୁନାହାନ୍ତି 2016 ମସିହା 16ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ MSPରେ ଆମେ 100 ଟଙ୍କା ବୋନସ୍ ଦେବୁ ଧାନ କ୍ୱିଣ୍ଟାଲ ପିଛା ଦେଇପାରିଲେ କି 24 ମସିହା ପୁଣି ଯେତେବେଳେ ସରକାର ଆସିଲା ଏଇ ମୋହନ ମାଝୀ ତ୍ୱରିତ MSPରେ ଆହୁରି 800 ଟଙ୍କା ଯୋଡ଼ିକି 3100 ଟଙ୍କା କ୍ୱିଣ୍ଟାଲ ପିଛା ଦେଲେ ଦେଉଛନ୍ତି। ତେଣୁ ଏଠି ସମ୍ଭବ 13,000 ପୁଣି ସ୍କିମାଟିକ୍ ଟିଚର ରେଗୁଲାରାଇଜ୍ ହେଲେ ନା ନାହିଁ ରେଗୁଲାରାଇଜ୍ ହେବେନି ପୁଣି ନୂତନ ଯୁବକ ଯୁବତୀ ନିଯୁକ୍ତି 30,000ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ନିଯୁକ୍ତି ପାଇସାରିଲେଣି ନା ନାହିଁ ନିଯୁକ୍ତି ମେଳାରେ ଏଇଟା ତ ସତ୍ୟ। ତେଣୁ ଇଏ କଥା ସମ୍ଭବ ତାଙ୍କର ଯେଉଁ ନ୍ୟାଯ୍ୟ ଦାବି ଅଛି ସେ ଦାବି ଉପସ୍ଥାପନ କରିଛନ୍ତି ମୁଁ ଭରସା ବିଶ୍ୱାସ ବି ଦେଇଛି ପୂରଣ କରିବେ ମୋହନ ମାଝୀଙ୍କ ନେତୃତ୍ୱରେ ଏ ଯେଉଁ ସରକାର ଚାଲିଛି ଏହା ହିଁ ପୂରଣ କରିବ ଆଉ କେହି ପୂରଣ କରିପାରିବେ ନଥିଲେ ନା କେହି କରିବାର ଆଶା ବି ନଥିଲା ଯେଉଁ ଆକୁ ଏ ଆଶାକୁ ଉଜ୍ଜୀବିତ ରଖନ୍ତୁ ନିଶ୍ଚିତ ରୂପେ ଇଏ ସଫଳ ହେବ। ପ୍ରତିଶ୍ରୁତି ଆଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ପେନ୍ସନ୍ ଗ୍ରାଚୁଏଟ୍ ସମ୍ପର୍କୀୟ ଦାବିପତ୍ର ଦିଆଯାଇଛି ପେନ୍ସନ୍ ଗ୍ରାଚୁଏଟ୍ ବାବଦରେ ମଧ୍ୟ ଆଲୋଚନା ବଳବତ୍ତର ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ କହିଲେ ଖୁବ୍ ଶୀଘ୍ର ପେନ୍ସନ୍ ନିଷ୍ପତ୍ତି ନିଆଯିବ ଗ୍ରାଚୁଏଟ୍ ଫାଇଲ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି ସେଥି ଦୃଷ୍ଟିରୁ ଆଜିର ସାଧାରଣ ପରିଷଦ ବୈଠକ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଛି। ବିଷୟବସ୍ତୁ ରହିଛି ଆମର 35-40 years of service continuous service without pension for employees after retirement
ए कथा आमर कहबार कारण हूँ 35-40 वर्ष सेवा देवा परे आमे पेंशन रु वंचित अच्छु से निमते माननीय मुख्यमंत्री माननीय पूर्तमंत्री एवं विभागीय सचिव मानक आमे अनुरोध रखुचु मुख्य शासन सचिव समेत खूब शीघ्र पेंशन दिंतु ग्रेचुटी दिंतु एवं जो गरीब कर्मचारी माने परिणत बयस बर्तमान बिना माने खाइबा बिना बंची पारुना सी बर्तमान पेंशन देले अंतत पक्षे 1700 रु ऊर्ध्व कर्मचारी जो मैंने अवसर नहीं से आटलिस्ट बंचे सरकार भी जस गान करेंगे जदि से निष्पत्ति न नियंती पेंशन ग्रेचुटी बाबद आगामी दिन में आंदोलन निश्चित यही आधार करूँ पेंशन दियो नचेत तीव्र आंदोलन आगामी दिन में आप अनेक थर अभियोग आनी अनेक थर सरकार को सामना करी कौन फलप्रद होनी एथर नुआ सरकार आसकार न्याय देव ये सरकार आसीचंती ये होचंती मोहन चरण माझी सरकार कर्मचारी तथा लोकप्रिय सरकार आमर निश्चिंत आशा रही एवं दाबीपत्र उपरे जिते माननीय सुप्रीमकोर्ट एवं हाईकोर्ट निष्पत्ति उपरे वर्तमान सरकार निष्पत्ति के आसुचंती समस्त को पेंशन देबे बोली आमे निश्चित खुशी नहले भी दुखे ना प्रतिश्रुति रही पेंशन आम पाइबू जो मैंने भी केस करिसंती मोकदमा भी करछंती से माने जीति सारे 539 कर्मचारी को वर्तमान पेंशन दिया सरला ओसीएस पेंशन रूल 1992 अनुसार आम बर्तमान कहूँ आमको से जदि अन्य मानक देच आम मानक से नीति और नियम आधार दि जाऊ एवं जेबेठू नीति प्रणयन कर 15/5/97 ठारू नीति रे तमें रही रेजुलेशन जारी कर सेबेठारू आमको सेवा कार्य भाव विवेचित करी आमको पेंशन दिया जदि एथरू किसी व्यतिक्रम हुए तेज आम आंदोलन को जीवा सारा हम।